ନୂଆ ଗୀତ ଆସିବ ନାଇଁନି ଆଉ ଜନମ ପର୍ବ ଆଇଲେ ଅନ୍ୟ ସମୟରେ ଆମେ ବେଶୀ ଶ୍ରଦ୍ଧା ହେଉଥିଲୁ। କେତେ ସୁନ୍ଦର ଭାବରେ ମୋହନ ଆଉ ବୈଦ ଦୁଇ ଲୋକ ତାଙ୍କୁ ପ୍ରେମ କରିଥିବା ଏଠୁ ବନାଇଛନ୍ତି। ତାଙ୍କ ପାଇଁ ତାଳି ମାରିଦେବା। ବହୁତ ଦୁଃଖ ମଧ୍ୟ ଲାଗୁଛି କାହିଁକି ବୋଲେ ମୁଁ ମିଶିଥିଲି ମୋହନରେ ମୁଁ ମିଶିଥିଲି କଥା ହେଇଥିଲି ଅଧଘଣ୍ଟା ପରେ କଥା ହେଇଥିଲ। ବହୁତ ଭଲ ଲୋକ ବହୁତ ସୁନ୍ଦର କଥାବାର୍ତ୍ତା ମଧ୍ୟ ହେଇଥିଲା। ଆଉ ଆଜି ସେ ନାହାନ୍ତି ଆଉ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା। फूल फूल कर दियो सजाई दियो। डाल दे। हैंडल लो। रविवार दिन मु विषय कही हॉस्पिटल रे जॉइन होइछि बोली न्यूज रे आस्थिला कौनसी अंग तार काम करू नाही बोली। तबे मु सेति बेले एका जानि देखिली जे से आउ बंचिबो नाही बोली। तो मनर गोटे प्रार्थना मध्य थिला प्रभु तांको बंचाई दियो बोली। आउ ईश्वरंकर इच्छा नथिला से पृथ्वी को छाड़ी की चली गले। प्रेज द लॉर्ड हालेलुया। समस्त हीरो हीरोइन माने मध्य तांको बहुत प्रेम करथिले जेतु से क्रिश्चियन लोक थिले। आउ सेति पाए समस्त को से प्रेम करुथिले समस्त सहित से भलरे रहउथिले। समग्र ओडिशावासी आउ से कला जगतर बॉलीवुड जगतर समस्त लोक माने आज झुरी जाउछंती। आउ पृथ्वीर शेष पर्यंत मध्य तार परी गायबा लोक आरी भारबे नाही निया भारबे कि डांस किछि नहीं। केते प्रभु गोटे तांको स्वर देथिले टैलेंट देथिले जेउ गीत से गाई दउथिला सेही गीत सब हिट हे जाउथिला कि नहीं। तेणु गोटे सुंदर गीत से गाइथिला तांको श्रद्धांजलि दउ दउ से गीत गोटे पद भाषा आमे गाइबा। जीवनर श्वास वायु उड़ी गले उड़ी जाओ जानी जाओ से ग्रुप रे पठाई दीची। जीवनर श्वास वायु उड़ी गले उड़ी जाओ। जीवनर श्वास वायु उड़ी गले उड़ी जाओ। जीशु नाम मोर हृदय थाओ। ओ जीशु नाम मोर हृदय थाओ। जीवनर श्वास वायु उड़ी गले उड़ी जाओ। जीवनर श्वास वायु उड़ी गले उड़ी जाओ। जीशु नाम मोर हृदय थाओ। ओ जीशु नाम मोर हृदय थाओ। এই আকাশ লোপ পাইলে লোপ পাও। এই পৃথিবী বিনাশ হেলে
হেই যাও এই আকাশ লোপ পাইলে লোপ পাও এই পৃথিবী বিনাশ হইলে হেই যাও যিশু নাম সদা পূজা পাও যিশু নাম মোর হৃদয়ে থাও ও যিশু নাম মোর হৃদয়ে থাও। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ଆସନ୍ତୁ ଆଉ ଆମେ ସମସ୍ତେ ତାଙ୍କର ମା ବର୍ତ୍ତମାନ ବଞ୍ଚିଛନ୍ତି ଆଉ ତାଙ୍କର ମା ନିମନ୍ତେ ଆଉ ପରିବାରରେ ଝିଅମାନେ ଅଛନ୍ତି ସେମାନଙ୍କର ନିମନ୍ତେ ଝିଅ ଅଛି ତାଙ୍କର ସ୍ତ୍ରୀ ମଧ୍ୟ ଅଛନ୍ତି ସେମାନଙ୍କର ନିମନ୍ତେ ଆମେ ପ୍ରାର୍ଥନା କରିବା। ସମସ୍ତ ବିଷୟରେ ପ୍ରାର୍ଥନା କରିବା, ଶେଷ ପ୍ରାର୍ଥନା କରିବା। ଦୟାକରି ସମସ୍ତେ ଚକ୍ଷୁ ବନ୍ଦ କରନ୍ତୁ। ସର୍ବଶକ୍ତିମାନ କରୁଣାମୟ ସୈନ୍ୟାଧିପତି ସଦାପ୍ରଭୁ, ତୁମ ପବିତ୍ର ମହତ ନାମର ଆମେ ଧନ୍ୟବାଦ ଏବଂ ପ୍ରଶଂସା କରୁଅଛୁ ପିତା। ତୁମେ ଅନୁଗ୍ରହ କରି ଆଜିର ଦିନ ଆମମାନଙ୍କୁ ଦେଲ। ପ୍ରାର୍ଥନାର ଆରମ୍ଭ ଠାରୁ ଏପର୍ଯ୍ୟନ୍ତ ଆମମାନଙ୍କୁ ସମ୍ଭାଳିଲ। ଗୀତ ଗାୟନରେ, ଉପାସନାରେ, ବାକ୍ୟରେ ସବୁ ବିଷୟରେ ପ୍ରଭୁ ତୁମେ ସାହାଯ୍ୟ କଲ। ସେଥିପାଇଁ ଧନ୍ୟବାଦ ଦେଉଛୁ ରାଜା। ଆଜିର ବାକ୍ୟ ଅନୁଯାୟୀ ଦିନକୁ ଦିନ ଆମମାନେ ବିଶ୍ୱାସରେ ବୃଦ୍ଧି ପ୍ରାପ୍ତ ହେବୁ। ଦିନକୁ ଦିନ ପ୍ରାର୍ଥନାରେ ସମୟ ବିତାଇବୁ। ଦିନକୁ ଦିନ ବାକ୍ୟରେ, ବିଶ୍ୱାସରେ, ଆତ୍ମିକ ଜୀବନରେ ବଢିବୁ। ଏହି ପ୍ରକାର ପବିତ୍ର ଆତ୍ମା ସମସ୍ତଙ୍କୁ ତୁମେ ଦୟା କର। ମଣ୍ଡଳୀକୁ ତୁମେ ପରିଚାଳନା କର। ଯେଉଁମାନେ ଦାନ ଦଶମାଂଶ ଦେଇଛନ୍ତି, ମାନତ ଦାନ ଆଣିଛନ୍ତି, ସମସ୍ତଙ୍କୁ ତୁମେ ଦୟା କର, ଆଶୀର୍ବାଦ କର। ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟରେ, ବିଜନେସରେ, ବେପାରରେ, ସେମାନଙ୍କର ଚାଷ ଜମିରେ, ସେମାନଙ୍କର ପ୍ରତ୍ୟେକ କ୍ଷେତ୍ର ପିତା এই সময় বিশেষ করে ମୁଁ ପ୍ରାର୍ଥନା କରୁଅଛି ପ୍ରଭୁ ଆମମାନଙ୍କର ସମାଜ ନିମନ୍ତେ, ଆତ୍ମିକ ଜୀବନର, ବିଶ୍ୱାସ ଜୀବନର ବୃଦ୍ଧି ପ୍ରାପ୍ତ ନିମନ୍ତେ ପ୍ରଭୁ ଜଣେ ବ୍ୟକ୍ତିଙ୍କୁ ତୁମେ ପୃଥିବୀରେ ପଠାଇଥିଲ। କେବଳ 35 ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ପୃଥିବୀରେ ତାଙ୍କୁ ସୁଯୋଗ ଦେଲ। ହ୍ୟୁମାନ ସାଗରକୁ ଗତ ସୋମବାର ଦିନ ପ୍ରଭୁ ତୁମେ ତାଙ୍କୁ ତୁମ କୋଳକୁ ନେଇଗଲ। ପିତା ମୁଁ ପ୍ରାର୍ଥନା କରୁଅଛି ତାଙ୍କର ମା, ତାଙ୍କର ସ୍ତ୍ରୀ, ତାଙ୍କର ଝିଅମାନେ ବର୍ତ୍ତମାନ ଦୁଃଖିତ ଅବସ୍ଥାରେ ଅଛନ୍ତି, ନିରାଶ ଅବସ୍ଥାରେ ଅଛନ୍ତି। ସେଇ ଦୁଃଖ ସନ୍ତପ ପରିବାରକୁ ତୁମର ବାକ୍ୟ ଦ୍ୱାରା, ଆତ୍ମାଙ୍କ ଦ୍ୱାରା ଶାନ୍ତି ଏବଂ ସାନ୍ତ୍ୱନା ଦେଇ ସେମାନଙ୍କୁ ତୁମେ ଆଶୀର୍ବାଦ କର। ଯେଉଁ ତୁମ ପ୍ରିୟ ସନ୍ତାନ ହ୍ୟୁମାନ ସାଗର ଯେଉଁ ଗୀତ ସକଳ ଗାଇକି ଛାଡ଼ି ଦେଇ ଯାଇଛନ୍ତି, ଯେଉଁ ଆଦର୍ଶ ଜୀବନ, ସେଇ ଗୀତକୁ ଆମମାନେ ସର୍ବଦା ମନେ ପକାଇକି ତୁମ ନାମର ଧନ୍ୟବାଦ ଏବଂ ପ୍ରଶଂସା କରିବୁ। ସେଇ ପ୍ରକାର ତୁମେ ଆମମାନଙ୍କୁ ସାହାଯ୍ୟ କର ପ୍ରିୟ ପ୍ରଭୁ। ସେଇ ପ୍ରକାର କଣ୍ଠଶିଳ୍ପୀ ମଣ୍ଡଳୀ ମଧ୍ୟରୁ ଆହୁରି ତୁମେ ଅନେକ କଣ୍ଠଶିଳ୍ପୀକୁ ଉତ୍ପନ୍ନ କର ବୋଲି ମୁଁ ପ୍ରାର୍ଥନା କରୁଅଛି ଯୀଶୁଙ୍କ ନାମରେ। ଯେପରି ତୁମର ଗୀତର ସ୍ୱର ଆଉ ଥରେ ବାଜିବ, ତୁମର ଗୌରବର କାରଣ ହେବ, ଏହି ପ୍ରକାର ଅନେକ ଲୋକମାନଙ୍କୁ ଉତ୍ପନ୍ନ କର। ଏଠାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ଆଉ ଥରେ ମୁଁ ତୁମ ହସ୍ତରେ ସମର୍ପିତ କରି, ମୁଁ ମଧ୍ୟ ନିଜକୁ ତୁମ ହସ୍ତରେ ସମର୍ପିତ ହୋଇ ଉପସ୍ଥିତ ଦାନ ନୈବେଦ୍ୟ ପ୍ରତ୍ୟେକ ବିଷୟକୁ ତୁମ ହସ୍ତରେ ଦେଇ ଏହି ପ୍ରାର୍ଥନା ନାଜରିତୀୟ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ ପିତା।